ବର୍ତ୍ତମାନ 700ରୁ ଊର୍ଦ୍ଧ୍ୱ କୋଭିଡ ରୋଗୀ ଦେଶରେ ଡିଟେକ୍ଟ ହେଇଛନ୍ତି। ଆଉ ସେ ଭିତରେ ଆମର ଓଡ଼ିଶାରେ ମଧ୍ୟ ପ୍ରଥମ ରୋଗୀ ଡିଟେକ୍ଟ ହେଇଛନ୍ତି। ଓମିକ୍ରନର ସବଷ୍ଟ୍ରେନ୍ ଯେଉଁ JN.1 ଯାହା ଇନଫେକ୍ସନ୍ ବର୍ତ୍ତମାନ ବଢ଼ଉଛି ତାହା ଏତେ ଗୁରୁତ୍ୱ ପ୍ରଦାହ କରୁନାହିଁ ବା ନିମୋନିଆ କରୁନାହିଁ ବା ଛାତିକୁ ଆକ୍ରାନ୍ତ କରୁନାହିଁ। ସିଏ ନାକ ଥଣ୍ଡା ବା ଅତି ବେଶୀରେ ସ୍ୱାଦ ଓ ବାସ୍ନା ଚାଲିଗଲା, ଆଘ୍ରାଣ ଶକ୍ତି ଚାଲିଗଲା ଭଳି ସିମ୍ପଟମ୍ସ କରୁଛି। କୋଭିଡ ଗତ ବର୍ଷ ଗୁଡ଼ିକରେ ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିଦେଇଛି, ଅନେକ ଜୀବନ ନେଇଛି ଆଉ ଅନେକ ଲୋକଙ୍କୁ ପଙ୍ଗୁ କରିଦେଇଛି। ଆଉ ଆମର ସ୍ୱାସ୍ଥ୍ୟ ଅବସ୍ଥା କ'ଣ, ଆମର ଅନେକ ଦେଶର ଅର୍ଥନୀତିକୁ ମଧ୍ୟ ଦୁର୍ବଳ କରିଦେଇଛି। କିନ୍ତୁ ବର୍ତ୍ତମାନ ଆମର ଗୋଟେ ଆଶ୍ୱାସନା ଥିଲା ଯେ ସମଗ୍ର ବିଶ୍ୱରେ କୋଭିଡ ନିୟନ୍ତ୍ରଣରେ ଥିଲା ଆଉ ତାକୁ ଗୋଟେ ପବ୍ଲିକ ହେଲ୍ଥ ଇମ୍ପୋର୍ଟାନ୍ସରୁ WHO ୱିଥଡ୍ର କରିଥିଲା, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଧ୍ୟ ୱିଥଡ୍ର କରିଥିଲା ଆଉ ଆମେ ଗୋଟେ ଶାନ୍ତିରେ ନିଶ୍ୱାସ ନେଉଥିଲେ। କିନ୍ତୁ ଗତ 2-3 ମାସ ଧରି ଅଗଷ୍ଟ ମାସ ପରେ ଗୋଟେ ଓମିକ୍ରନର ସବ୍ ଭେରିଏଣ୍ଟ ଯାହାକି ଆମେ JN.1 କହୁଛୁ ତାହା ଦେଖାଦେଇଛି। ବିଶ୍ୱରେ ଅନେକ ଦେଶରେ ଯେମିତିକି ଫ୍ରାନ୍ସ, ଜର୍ମାନ, ଇଂଲଣ୍ଡ, US ଆଉ ତା ସହ ଭାରତର ଅନେକ ରାଜ୍ୟରେ ଯେମିତି କେରଳ, ଗୋଆ, ରାଜସ୍ଥାନ, ମହାରାଷ୍ଟ୍ର ସେଠି ମଧ୍ୟ ଏହି ଭୂତାଣୁ ଦେଖାଦେଇଛି ଆଉ ବଢ଼ିବାରେ ଲାଗିଛି। ଆଉ ଦୁଃଖର କଥା ହେଲା କିଛି ବ୍ୟକ୍ତି ମଧ୍ୟ ଏହି ପ୍ରଦାହର ଶିକାର ହେବା ପରେ ମୃତ୍ୟୁବରଣ କଲେଣି। ଯେଉଁମାନେ ପ୍ରାୟତଃ ବୟସ୍କ ଲୋକ, ତାଙ୍କ କୋମର୍ବିଡିଟି ରହୁଛି, କିଡନୀ ଖରାପ ରହିଛି, କ୍ୟାନ୍ସର ରହିଛି, ଡାଇବେଟିସ୍ ରହିଛି ଓ ରୋଗ ପ୍ରତିଷେଧକ ଶକ୍ତି କମ୍ ରହିଛି, ସେମାନେ ମଧ୍ୟ ଏହି ଇନଫେକ୍ସନ୍ ପରେ ମୃତ୍ୟୁବରଣ କରିଛନ୍ତି। ଆମେ ଜାଣୁ ଯେ ଯେତେବେଳେ ଥଣ୍ଡା ପଡ଼େ, ଶୀତଦିନ ଆସେ, ଆର୍ଦ୍ରତା ବଢ଼େ, ଭୂତାଣୁ ସଂକ୍ରମଣ ବଢ଼େ ଓ ସେଥିରେ ଯେହେତୁ କୋଭିଡ ସମ୍ପୂର୍ଣ୍ଣ ଭାବରେ ଆମକୁ ଛାଡ଼ି ଯାଇନାହିଁ, ବଢ଼ିବାର ସମ୍ଭାବନା ରହିଥିଲା। ଆଉ ଏଇ ଯେଉଁ ଷ୍ଟ୍ରେନ୍ ଆସିଲା, ଏଇ ଷ୍ଟ୍ରେନ୍ ଆକ୍ରାନ୍ତ କଲା ପରେ ଆଉ କୋଭିଡ ରୋଗୀଙ୍କ ସଂଖ୍ୟା ସମଗ୍ର ଦେଶରେ ବଢ଼ିଲା ପରେ ବର୍ତ୍ତମାନ 700ରୁ ଊର୍ଦ୍ଧ୍ୱ କୋଭିଡ ରୋଗୀ ଦେଶରେ ଡିଟେକ୍ଟ ହେଇଛନ୍ତି। ଆଉ ସେ ଭିତରେ ଆମର ଓଡ଼ିଶାରେ ମଧ୍ୟ ପ୍ରଥମ ରୋଗୀ ଡିଟେକ୍ଟ ହେଇଛନ୍ତି, କିନ୍ତୁ ସେ ତାର ଜେନେଟିକ୍ ମ୍ୟାପିଂ କରାଯାଇ ନାହିଁ। କେନ୍ଦ୍ର ସରକାର ଆମର ମିନିଷ୍ଟ୍ରି ଅଫ୍ ହେଲ୍ଥ ଫ୍ୟାମିଲି ୱେଲଫେୟାର ସଜେଷ୍ଟ କରିଛନ୍ତି ଯେ ତାଙ୍କର ଜେନେଟିକ୍ ମ୍ୟାପିଂ ବି କରାଯାଉ, ଦେଖାଯାଉ ସିଏ JN.1 ଆଉ କେଉଁ ସବଷ୍ଟ୍ରେନ୍ ଆଉ ଓମିକ୍ରନର ସବଷ୍ଟ୍ରେନ୍ ଯେଉଁ JN.1 ଯାହା ଇନଫେକ୍ସନ୍ ବର୍ତ୍ତମାନ ବଢ଼ଉଛି ତା ବିଷୟରେ ଗୋଟେ ଆଶ୍ୱସ୍ତିକର ଖବର ହେଲା ତାହା ଏତେ ଗୁରୁତ୍ୱ ପ୍ରଦାହ କରୁନାହିଁ ବା ନିମୋନିଆ କରୁନାହିଁ ବା ଛାତିକୁ ଆକ୍ରାନ୍ତ କରୁନାହିଁ। ସିଏ ନାକ ଥଣ୍ଡା ବା ଅତି ବେଶୀରେ ସ୍ୱାଦ ଓ ବାସ୍ନା ଚାଲିଗଲା, ଆଘ୍ରାଣ ଶକ୍ତି ଚାଲିଗଲା ଭଳି ସିମ୍ପଟମ୍ସ କରୁଛି। କିନ୍ତୁ ଯେତେବେଳେ ଏହିସବୁ ଲକ୍ଷଣ ଦେଖା ଦେଉଛି ଆମକୁ କୋଭିଡ ପରୀକ୍ଷା କରି ନେବା ଉଚିତ। ଆଉ ପରୀକ୍ଷା ହେଲା ପରେ ମଧ୍ୟ ସରକାରୀ ସ୍ତରରେ ତାର ଜେନେଟିକ୍ ମ୍ୟାପିଂ କରି ସେଇ ସବଷ୍ଟ୍ରେନ୍ର ଡିଟେକ୍ସନ୍ କରାଯାଉଛି। ଆଉ ଏହି ଯେଉଁ ସବଷ୍ଟ୍ରେନ୍ JN.1 ଆର ମହାମାରୀ କଲା ଭଳି ବା ଆଉଥରେ ରୋଗ ବଢ଼େଇଲା ଭଳି କ୍ଷମତା ନାହିଁ ଓ ରୋଗୀକୁ ଗୁରୁତର କଲା ଭଳି ମଧ୍ୟ କ୍ଷମତା ନାହିଁ। ଯେଉଁମାନେ ଅତ୍ୟନ୍ତ ଫ୍ରାଜାଇଲ୍ ଲୋକ, ବୟସ୍କ ଲୋକ ବା ବିଭିନ୍ନ ପ୍ରକାର ରୋଗ ଅଛି, ସେମାନେ ଏଥିରେ ମୃତ୍ୟୁବରଣ କରିବାର ବିପଦ ରହୁଛି। କିନ୍ତୁ କେନ୍ଦ୍ର ସରକାର, ଆମର ମିନିଷ୍ଟ୍ରି ଅଫ୍ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆଉ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତେ ଗୋଟେ ଆଡଭାଇଜରୀ ଜାରି କରିଛନ୍ତି, ସତର୍କତା ଜାରି କରିଛନ୍ତି ଯେ କୋଭିଡ ଯେହେତୁ ଗୋଟେ ମାରାତ୍ମକ ରୋଗ ଆଉ ତାର ଆଫ୍ଟର ଇଫେକ୍ଟସ୍ ରହୁଛି। ଅନେକ ଲୋକ କୋଭିଡ ପରେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି, ଅନଏକ୍ସପ୍ଲେନ୍ଡ ସଡନ୍ ଡେଥ୍ ହେଉଛି, କିଛି ଲୋକଙ୍କର ମେମୋରି ଚାଲିଯାଉଛି, କିଛି ଲୋକଙ୍କର ମେଦବହୁଳତା ଦେଖାଯାଉଛି, ଡାଇବେଟିସ୍ ନ୍ୟୁ ଅନସେଟ୍ ହେଉଛି, ଯେଉଁମାନେ ଥକାପନ ବା ଏଫର୍ଟ ଇନଟଲରେନ୍ସ ଅନେକ ଲୋକଙ୍କର ହେଉଛି, ଅନେକ ଅବଶ ହେଇ ପଡ଼ୁଛନ୍ତି, ଅନେକଙ୍କର ହାର୍ଟର ପ୍ରୋବ୍ଲେମ୍, ହାର୍ଟ ଫେଲିୟର, ହାର୍ଟ ରେଟ୍ ବଢ଼ିଯିବା, ହାର୍ଟ ବ୍ଲକ୍ସ ଇତ୍ୟାଦି ଦେଖାଦେଇଛି। ଆଉ ନୂଆ ରୋଗ ଯେମିତିକି ଥାଇରଏଡ଼, ବ୍ଲଡ଼ ପ୍ରେସର, ଡାଇବେଟିସ୍, ମେଦବହୁଳତା, କୋଲେଷ୍ଟ୍ରଲ ଏମିତି ଅନେକ ରୋଗୀଙ୍କ ପାଖରେ ଦେଖାଦେଇଛି। ଯେହେତୁ ଇନଫ୍ଲାମେସନ୍ ବା ଶରୀରର ଆର୍ଟେରିଆଲ ସିଷ୍ଟମ ଏଫେକ୍ଟ ହେବାର ଲକ୍ଷଣ ରହୁଛି, ଏହି ରୋଗକୁ ଆମେ ଦୂରେଇ ରଖିବାଟା ସବୁଠୁ ଭଲ। ତେଣୁ ବର୍ତ୍ତମାନ ପାଇଁ
आमे मास्क डिस्टेंसिंग और हाथ धोइबा। बड़ दिन और नववर्ष उपलक्षे संबलपुरी वस्त्रालय आनिछि 10+20% विशेष सरकारी रिहाती 31 डिसेंबर पर्यंत। आज ही आसंतु संबलपुरी वस्त्रालय समस्त आउटलेट तथा ऑनलाइन माध्यम रे शॉपिंग करंतु www.sambalpurivastralaya.com रे।